ବୁଝିଲେ ଯୋଉ ଆପଣ କୋଉଠି ମାନେ ଏ ଯୋଉ ଇଏଟା ଜାତକଟା ଖସି ସାରିଛନ୍ତି ମିଶେଇ ସାରିଛନ୍ତି? ନାଇଁ ମୁଁ ଗୁଟୁର ଯୋଉ ଜାତକଟା ମୁଁ ତ ସେତେବେଳକୁ ତାଙ୍କ ଜାତକ କଷି ନାହିଁ, ଗୁଟୁ ଜାତକ ଯେତେବେଳେ କଷିଦେଲି ସିଏ ସେତେବେଳେ ବର୍ତ୍ତମାନ ୟାକୁ ଏକରେ କିଛି ଅପମୃତ୍ୟୁ ଯୋଗ ଘଟିବ। ଯୋଉ ଝିଅର ମୋର ଆପଣ ଜାତକ ଝିଅ ଦେଇଥିଲେ କି ଆପଣଙ୍କୁ ନା ଦେଇଥିଲି ନା କଣ? ହଁ ଝିଅ ଦେଇଛି ଝିଅ ବୁଝିଲେ। ଆଜ୍ଞା ମୁଁ ସେ ଭାବିଲି ଇଏ ତ ଏପଟୁ ଘରୁ ତ ନେଇନି ଯେ ଜିନିଷଟା ଜାତକ କେମିତି କଣ ଆପଣ କହିଲେ ମାନେ ମିଶେଇଲେ ମୁଁ ତ ତାକୁ ମାଗୁଛି ଯେ ତାର ପୁଅର ଜାତକ ଟିକେ ଆଣେ ଟିକେ ଦେଖିବା। ମୋର ସେ ଯୋଉ ଆମର ଗାଁର ଇଏ ଅଛନ୍ତି ସେ ଜଣେ ଜ୍ୟୋତି ଭଲ ଇଏ କରନ୍ତି ତାଙ୍କର ଟିକେ ଦେଖିବା। ଆପଣ ଯୋଉଟା ବି ବିଚାର କରୁଛନ୍ତି ସେଇଟା ବି ମୋ ମୁଣ୍ଡରେ ଥିଲା। ମୁଁ ତା ବୋଉକୁ କହିଲି ଆଉ ପୁଅର ଝିଅର ଟିକେ ଆଣେ, ଝିଅର ତ ଆମର ଅଛି ପୁଅର ଟିକେ ମଗା ଆମେ ମିଶେଇବା ଯାହା ଗୋଟେ ବାହାରିବ। କାରଣ ତାଙ୍କ ଫ୍ୟୁଚରଟା ଭବିଷ୍ୟତଟା ତାକୁ ଯାହାହେଲେ ବି ଆମକୁ ନିର୍ଣ୍ଣୟ କରିବାକୁ ପଡିବ। ତ ଆପଣ ସେଇଟା କଲେ କଣ ବାହାରିଲା ଆଜ୍ଞା? ନର ରାକ୍ଷସ ବାହାରିଲା। 2 ଜଣଙ୍କ ଭିତରେ ମତାନ୍ତର ସବୁବେଳେ ରହିବ, ବାଡା ବିଟା ହେବେ ଏବଂ ପୁଅ ଝିଅ ଭିତରେ ଯାଇ ମୃତ୍ୟୁ ଘଟିବ। ଆଚ୍ଛା ଆଚ୍ଛା ଗଲା ତାପରେ ସ୍ପେସିଫିକ ଲେଖୁଛି ଯେ ପୁଅ ମୃତ୍ୟୁ ଘଟିବ। ଓହୋ ପୁଅର ଆପଣ ଦିଟା ମେଳ କଲା ବେଳକୁ ପୁଅର ଲେଖା ହଉଛି ଅପମୃତ୍ୟୁ ନା କଣ? ଆଜ୍ଞା। ଓହୋ ଝିଅର ତ ମୁଁ ଯେତେବେଳେ ମୋ ଜାତକ ମୁଁ ଯେତିକି ତାକୁ ଦେଖଉଥିଲି ସେ ଯୋଉ ଇଏ ପାଇଁ ପ୍ରସ୍ତାବ ପାଇଁ କାହାକୁ ଆମ ଦେଇଥିଲୁ ଇଏ ପାଇଁ, ସେ ତ କହୁଥିଲେ ଯେ ଝିଅ ଜାତକ ଭଲ ଅଛି, କିଛି ତ ତାର ସେମିତି ବାହାରୁନି ତଥାପି। ଶୁଣୁନାହାନ୍ତି ହ୍ୟାଲୋ। ଆଚ୍ଛା ଦ୍ୱିତୀୟ କଥା ହେଲା ଯେ ସିଏ ଯେହେତୁ ଗୋଟେ କଳା ଲାଇନର ପିଲା ପୁଅ ପୁଅ ଯେତେବେଳେ କଳା ଲାଇନର ପିଲା ସେ ନିଶ୍ଚିତ ଭାବରେ ତାର କଳାଟାକୁ ସମାଜରେ ପ୍ରଚଳନ କରିବା, ପାରଦର୍ଶିତା ଦେଖେଇବା, କଳାଟାକୁ ଦେଖେଇକିରି ସେ ଲୋକପ୍ରିୟ ଅର୍ଜନ କରିବା ଇଏ ହଉଛି ତାର ବୃତ୍ତି। ଯଦି ବୃତ୍ତି ସିଏ କିନ୍ତୁ କଳା ହେଲେ ଯୋଉ କଳା ବୃତ୍ତିଟେ କରିବ ଏଥିପାଇଁ ସେ ଲୋକପ୍ରିୟତା ହାସଲ କରିବ ଏବଂ ଲୋକପ୍ରିୟତା ହାସଲ କରିସାରିଲା ପରେ କିଛି ଝିଅମାନଙ୍କ ସଂସ୍ପର୍ଶରେ ପ୍ରତି ଷ୍ଟେପରେ ପୁରୁଷମାନଙ୍କ ସଂସ୍ପର୍ଶରେ ଆସିବ, ଝିଅମାନଙ୍କ ସଂସ୍ପର୍ଶରେ ଆସିବ। ଆଜ୍ଞା ଯୋଉମାନେ କଳାକାର ହନ୍ତି ସେମାନେ ଟିକେ ରସିକିଆ ଥାନ୍ତି, ସେମାନେ ଗୋଟେ ଷ୍ଟେପ୍ ଛାଡ଼ିକିରି ଆଉ ଗୋଟେ ଝିଅ ସହିତ ମଧ୍ୟ ବି ମାତି ପାରନ୍ତି, କାରଣ ସେ ବୃତ୍ତିଟା ବୁଝିପାରିଲେ କି ଆଜ୍ଞା। ଇଏ ଗଲା 2। ତୃତୀୟ ଜିନିଷ ହେଲା ଯୋଉ ବୃତ୍ତି କରୁଛି ସେ ବୃତ୍ତିଟା ତାର ଭବିଷ୍ୟତ ପାଇଁ ସ୍ଥିର ନୁହଁ। ଏବଂ ଯଦି ତମ ଭିତରୁ ଗୋଟିଏ କିଏ ଚାକିରି କରିବ ତାହେଲେ ତାହେଲେ କୌଣସି ପ୍ରକାର ଆମର ଯୋଉ ଅର୍ଥନୈତିକ ବ୍ୟବସ୍ଥା ଯୋଉ ବଞ୍ଚିବାର ରାସ୍ତାଟା ତାହେଲେ ତମ ପାଇଁ କଣ ହେଇଯିବ, ସୁଦୃଢ଼ ହେଇଯିବ। ବୁଝିଲି ହ୍ୟାଲୋ। ତେଣୁ ସମସ୍ତେ ଏଇଠି ମୁଁ କହିଲି ଝିଅ ପୁଅ ତ ରାଜି ନୁହଁ ଚାକିରି କରିବା ପାଇଁ, ଝିଅ ତୁ କଣ ପଢୁଛୁ, ତୁ କୌଣସି ପ୍ରକାର ଗୋଟେ ଚାକିରି ବାକିରି କରେ। ବୁଝିଲି ଝିଅ ତ ଆପଣ ଜାଣିଥିବେ କି ନ ଜାଣିଥିବେ ସେଇଟା ଜିନିଷ ନୁହେଁ, କିନ୍ତୁ ମୁଁ ବାପା ହିସାବରେ ମୋର ଗୋଟେ ଝିଅକୁ ମୁଁ ସବୁବେଳେ ମୋ ଝିଅକୁ ମୁଁ ବହୁତ ଅତି ଭଲ ପାଏ। ଆଉ ମୋ ଘରେ ମୋର ଯେତିକି ମୋର ମୋର ତା ପ୍ରତି ବହୁତ ମୋର ୱିକନେସ୍ ଅଛି। ଦ୍ୱିତୀୟ ଜିନିଷ ହେଲା ଆପଣ ଜାଣିଥିବେ କି ନ ଜାଣିଥିବେ, ଗୁଲୁଆ ପୁଅ କହିଥିବ କି ନ କହିଥିବ, କିନ୍ତୁ ଝିଅ ତ ଡିଫେନ୍ସ ଲାଇନ ଗୋଟେ ଚାକିରି ଛାଡିକି ମତେ ଏଇ ସବୁ ଜିନିଷରେ ଇଏ କଲା, ତାକୁ ଯାଇକି ସପୋର୍ଟ କଲା ବା ଯାହା କଲା। ପୁଅ ତ ଆପଣ କହିଥିବ ଯେ ଏଇ ଜିନିଷଟା ମତେ ବି ଗୋଟେ ଦୁଃଖ ଯେ ସେ ଗୋଟେ ଡିଫେନ୍ସ ଲାଇନରେ ଜବ୍ ପାଇକି ବି ସେ ଛାଡିଛି ତାର ସେ ଆଜ୍ଞା ସେଟା କହିଥିଲେ ଆପଣ ଜାଣିଛନ୍ତି? ଓହୋ ସେ ବିଷୟରେ ବି କହିନାହାନ୍ତି। ଆଚ୍ଛା ଆଚ୍ଛା ସେ ବିଷୟରେ ମୁଁ ଜାଣି ନାହିଁ। ଆଜ୍ଞା ଆଜ୍ଞା ହଁ। ତେଣୁ ମୋ ବୁଝିବାଟା ଯଦି ତମେ ବର୍ତ୍ତମାନ ବୟସ ଅଛି ଯାହା ପାଠ ପଢିଛ ସେଇ ପ୍ରକାର ପାଠ ପଢିକିରି କୌଣସି ପ୍ରକାର ଗୋଟେ ସରକାରୀ ବୃତ୍ତି କଲେ ଅନ୍ତତଃ ପକ୍ଷେ ବ୍ୟବସାୟ ଭିତରେ ହାରିବା ଅଛି, ଜିତିବା ଅଛି, ଲାଭ ଅଛି, ଲୋକସାନି ଅଛି। ତେଣୁ ତମର ତ କୌଣସି ପ୍ରକାର ଚାକିରି ଥିଲେ ତମେ ସୁଖରେ ବଞ୍ଚିବ। ବୁଝିଲି ଇଏ କଲା କଥା। ତେଣୁ ତମକୁ ମୁଁ 2 ବର୍ଷ 2.5 ବର୍ଷ ଦେଲି। ବୁଝିଲି ଗୋଟେ ମୋର ଆପଣଙ୍କ ପାଖରେ ଗୋଟେ କଥା ଅଛି ଯେ ଆପଣ ଦେଖନ୍ତୁ ଝିଅର ବାପା ହିସାବରେ ମୋର ବି କିଛି ମୁଣ୍ଡରେ ସବୁବେଳେ ଆପଣ ଯେମିତା ଚିନ୍ତାରେ ରହୁଛନ୍ତି ମୋର ଟିକେ ତା ପ୍ରତି ଅଧିକା ଚିନ୍ତା ରହେ, କାରଣ ତାର ବି ବୟସ ହେଲାଣି।
ତାପରେ ଦ୍ୱିତୀୟ ଜିନିଷ ହେଲା ସେ ଏତେ ଦିନ ହେଲାଣି ସେଠି 5 ଜଣ 5 ପ୍ରକାର ଜିନିଷ ବି ସେ ସେଠି ରହୁଛି। ମତେ ବି ଚିନ୍ତାର ମାନେ ବହୁତ ଚିନ୍ତା ରହୁଛି, ନିଦ ହଉନି ମତେ। ମୋର ବିଜନେସ୍ ଯାହା ଚାଲିଛି ତାଠାରୁ ବଡ ଚିନ୍ତା ଏବେ ମୋ ଝିଅର। ବୁଝିପାରିଲେ ତ? ଆପଣ ଯୋଉ ଜିନିଷ ହେଲା ଯୋଉ 2 ବର୍ଷ ବା ଏତେ ମାନେ ଟାଇମ ଯୋଉ କହୁଛନ୍ତି ସେଇଟା ତ ମୁଁ ମାନେ ମତେ କାହିଁ କଷ୍ଟ ଲାଗୁଛି। ଆପଣ କହିଲେ ଯେ ଆର ପୁଅର ଗୋଟେ କାମ କରନ୍ତେ, ମୁଁ ଭାବୁଛି ଯେ ଆମେ 2 ଜଣଙ୍କର ଜାତକ ଆପଣଙ୍କର ଯୋଉଠି ଦେଖେଇଛନ୍ତି ଆଉ ମୁଁ ଏପଟେ ଟିକେ ପୁଅର ଜାତକ ପଠେଇଲେ ଦେଖେଇକି ଆମେ ମାନେ ସ୍ଥାୟୀ ଯୋଉ ଇଏଟା ବିଚାରଟା କଲେ ଯେ ଜିନିଷଟା ଏଇଆ ହେଇଛି ବା ତାର ଉପଚାର ଗୋଟେ ସବୁ ଜାତକର ବା ଯଦି କିଛି ଭୁଲ ଅଛି ତାର ଗୋଟେ ଉପଚାର ବା ଇଏ ଅଛି। ବୁଝିପାରିଲେ ତ? ଗୋଟିଏ କଥା ହେଲା ଏବେ ଏବେ ଗୋଟେ ଘଟଣା ସବୁ ଏବେ ସବୁ ଘଟୁଛି। ହ୍ୟାଲୋ। ହଁ ହଁ ଆଜ୍ଞା। ସେ ଜାତକର ଅନୁସାରେ ବର୍ତ୍ତମାନ କାର୍ଯ୍ୟ ବି ଘଟିଛି। କ'ଣ କାର୍ଯ୍ୟ ଘଟିଛି ନା ଗାଡ଼ିରେ ସେ 2 ଜଣ ଯାଉଥିଲେ, ଗୋଟିଏ ଆକ୍ସିଡେଣ୍ଟ ହେଲା। ସେ ଆକ୍ସିଡେଣ୍ଟରୁ ଗୋଟେ କିଛି ପ୍ରକାର ରକ୍ଷା ପାଇଲା ହେଲା। ସିଏ ଯୋଉ ସମୟ ପିରିୟଡ଼ ରହିଛନ୍ତି ତାଙ୍କ ଭିତରେ ଘୋର ମତାନ୍ତର ହଉଛି। ଏବେ ନିକଟରେ କାଲି ପରଦିନ ଗୋଟେ ଘଟଣା ଘଟିଛି ବୁଝିଲେ ଯେ ଗୁଟୁ ଆମର କ'ଣ ଟିକେ ଟିକେ ରାଗି କେତେବେଳେ କେମିତି ଟିକେ ବାଡ଼େଇ ଦେଇଛି। ବାଡ଼େଇ ଦେଲା ପରେ ସିଏ ସେଠୁ ଉତ୍କ୍ଷିପ୍ତ ହେଇଯାଇଛି। ଉତ୍କ୍ଷିପ୍ତ ହେଲା ପରେ ସେଇଠୁ ଉଭୟଙ୍କ ମଧ୍ୟରେ ବାଡ଼ିଆ ପିଟା ହେଇଛନ୍ତି। ମୁଁ ତ 12 ପ୍ରକାର କଥା ବି ମତେ ମୁଁ ସବୁବେଳେ ଶୁଣିବାକୁ ପାଉଛି। ତାପରେ ସିଏ କ'ଣ ନା ଏଇ ଯୋଉ ମୋର ଆଜ୍ଞା ବିଜନେସ୍ ଆପଣ ଜାଣିଛନ୍ତି, ମୋର ଟ୍ରାନ୍ସପୋର୍ଟ ବିଜନେସ୍ 6ଟା ଗାଡି ସେପଟେ ବାହାରେ କାମ ହଉଛି। ତାପରେ ଏବେ ବିଲ୍ଡର ମୋର ଲାଇନ ମୋର ଲାଇସେନ୍ସ ସେଇ ବି ଟେନସନ। ଏତେ ଟେନସନ ଭିତରେ ବି ମୋର ଝିଅଟା ହଉଛି ଝିଅ ମୋ ଜୀବନ। ତ ସେଥିପାଇଁ କ'ଣ ଆଉ ମୁଁ କହିବି ଆପଣଙ୍କୁ ମୁଁ କିଛି ବୁଝେ। ଆପଣ ଜାଣିପାରୁଥିବେ, ଆପଣ ଗୋଟେ ଝିଅ ହେଲେ ଆପଣ ନିଜେ ବୁଝିପାରିବେ ଯେ କେତେ ସମସ୍ୟା ଭିତରେ ଚିନ୍ତା କରିବାକୁ ପଡେ। ନାଇଁ ଆପଣ ଟିକେ ରହିଯାଉନାହାନ୍ତି। ହ୍ୟାଲୋ। ଆଜ୍ଞା।